ମାତରମ୍ ସଙ୍ଗୀତର ରଚୟିତା ହେଉଛନ୍ତି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ। ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ହେଉଛନ୍ତି ଭାରତର ପ୍ରଥମ ଗ୍ରାଜୁଏଟ୍ ଏବଂ ତାଙ୍କର ପ୍ରଥମ ଚାକିରି ଯାଜପୁର। ବଙ୍କିମଚନ୍ଦ୍ର ଓଡ଼ିଶା ଯାଜପୁର, ହଁ, ପ୍ରଥମ ଚାକିରି। ବଙ୍କିମଚନ୍ଦ୍ର ବିଚାରପତି, ସେ ହେଉଛନ୍ତି ନିଗମାନନ୍ଦଙ୍କର ଅଜା। ବଙ୍କିମଚନ୍ଦ୍ର ନିଗମାନନ୍ଦଙ୍କର ଅଜା ଛୋଟବେଳା ନିଗମାନନ୍ଦଙ୍କୁ କାଞ୍ଚେଡ଼ାପଡ଼ାରେ କାଠାଲିଆ ଗ୍ରାମରେ କୂଳରେ ବସେଇକି ଅ ଆ କ ଖ ଶିଖେଇଛନ୍ତି ଏବଂ ସେଇ ବଙ୍କିମଚନ୍ଦ୍ର ରଚନା କଲେ କୃଷ୍ଣ ଚରିତ୍ର ବହି। ସେଇ କୃଷ୍ଣ ଚରିତ୍ର ବହିରେ ଗୀତାର କେତେ ଶ୍ଲୋକକୁ ବଦଳେଇଛନ୍ତି, କିନ୍ତୁ ନିଗମାନନ୍ଦ ଯେତେବେଳେ ଜ୍ଞାନୀଗୁରୁ ଗ୍ରନ୍ଥ ରଚନା କରିବାକୁ ଗଲେ ସେତେବେଳେ ଦେଖିଲେ ଯେ ବଙ୍କିମଚନ୍ଦ୍ର ନିଜ ଅଜା ଭୁଲ କଲେ। ସର୍ବଜନ ଶ୍ରଦ୍ଧେୟ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ, କିନ୍ତୁ ତାଙ୍କୁ ସମାଲୋଚନା କଲେ ଲୋକ ନିଗମାନନ୍ଦକୁ ଇଏ କରିବେ। ତାଇ ସ୍ୱର୍ଗରୁ ବଙ୍କିମଚନ୍ଦ୍ରଙ୍କ ଆତ୍ମାକୁ ଅଣେଇ ଦେଲେ, ଆତ୍ମାକୁ ଅଣେଇକି ସଂଶୋଧନ କଲେ। କ'ଣ ଦେଖିଥିଲେ ବଙ୍କିମଚନ୍ଦ୍ର? ଭଗବାନ କହୁଛନ୍ତି ଧର୍ମ ସଂସ୍ଥାପନାର୍ଥାୟ ସମଭାମୀ ଯୁଗେ ଯୁଗେ। ବଙ୍କିମଚନ୍ଦ୍ରଟା କାଟିଲେ ଧର୍ମ ପ୍ରଥମ ପାଉନି, ସୃଷ୍ଟିରେ ଆରମ୍ଭରୁ ଧର୍ମ ଅଛି, କିନ୍ତୁ ଧର୍ମ ସଂରକ୍ଷଣ। କିନ୍ତୁ ଭଗବାନ କହୁଛନ୍ତି ଧର୍ମ ସଂସ୍ଥାପନ, ଇଏ କହିଲେ ଧର୍ମ ସଂରକ୍ଷଣ। ମହାବିଦ୍ୱାନ ନା ବଙ୍କିମଚନ୍ଦ୍ର। ତାଙ୍କରି ଲେଖା ଦେବୀ ଚୌଧୁରାଣୀ, ତାଙ୍କର ପ୍ରଥମ ଲେଖା କପାଳ କୁଣ୍ଡଲା। ବ୍ରିଟିଶ ସମାଲୋଚନା କଲା, ବ୍ରିଟିଶକୁ କପି କରିକି କପାଳ କୁଣ୍ଡଳ ଲେଖାଇଛି। ତାପରେ ଲେଖିଲେ କଣ ଦୁର୍ଗେଶ ନନ୍ଦିନୀ। ଦୁର୍ଗେଶ ନନ୍ଦିନୀ ଯୋଉ ଜାଗାରେ ଲେଖାଇଛି ସେଟା ବର୍ତ୍ତମାନ ହୁଗୁଳି ଜଣେ ଗଡ଼ ମାନ୍ଦାର। এই গড় মান্দার ଥିଲା ରାଜା ପ୍ରତାପ ପୁରୀ ଜଗନ୍ନାଥ ରାଜା ପ୍ରତାପ ରୁଦ୍ରଙ୍କର ସନ୍ଧାନ। ଭୁବନେଶ୍ୱର 20 ଥର ଯାଇଛି ଗଡ଼ ମାନ୍ଦାର ଦୁର୍ଗେଶ ନନ୍ଦିନୀ। ଚମତ୍କାର ନେତା, ବହୁତର ଭାଷା ବୁଝା ବଡ଼ ମୁସ୍କିଲ। ସେ ଆରମ୍ଭ କରିଥିଲେ ବନ୍ଦେ ମାତରମ୍। ତାଙ୍କର ବିଚାର କ୍ଷମତା ଏତେ ପ୍ରବଳ, ଏତେ ପ୍ରଖର। ବଙ୍କିମଚନ୍ଦ୍ରଙ୍କର ଗୋଟେ ଛୋଟ ବିଚାର କ୍ଷମତା ଶୁଣୁ। ସେତେବେଳେ ବଙ୍କିମଚନ୍ଦ୍ର ଓଡ଼ିଶା ଯାଜପୁର କୋର୍ଟରୁ ବଦଳେଇକି ଚାଲି ଯାଇଛନ୍ତି ବାରାସତପୁର, ଦକ୍ଷିଣ 24 ପରଗଣାର ହେଡକ୍ୱାର୍ଟର। ବାରାସତ କୋର୍ଟରେ ବିଚାରପତି ଅଛନ୍ତି। ଏହି ସମୟରେ ବାଂଲାଦେଶର ବନଗାଁର ଗୋଟେ ପିଲା କଲିକତାରେ ପଢ଼ିବ, ବ୍ରାହ୍ମଣ, ନୈଷ୍ଠିକ ବ୍ରାହ୍ମଣ। ସେତେବେଳେ ଟେଲିଫୋନ ନାହିଁ, ଏସବୁ କିଛି ନାହିଁ। କିଛି ଦିନ ହେଲା ପିଲାର ଚିଠି ପାଇଲେ, ବାପ କ'ଣ କରିଛି ବନଗାଁରୁ ଚାଲି ଚାଲିକା ଆସି କଲିକତା ପହଞ୍ଚି ପୁଅକୁ ଦେଖିବେ କ'ଣ ପୁଅର ଠିକଣା ଖୋଜି ବାହାର କରିପାରୁନି। ବ୍ରାହ୍ମଣ ଲୋକ, ନୈଷ୍ଠିକ ବ୍ରାହ୍ମଣ, କୋଉଠି ରହିବ, କୋଉଠି ଖାଇବ, ଖୋଜି କାହା କୋଉଠି ବ୍ରାହ୍ମଣ ଘର ଅଛି। ଦେଖିଲା ଗୋଟେ ଘର ଆଗରେ ଚଣ୍ଡୀ ମଣ୍ଡପ, ନିଶ୍ଚୟ ବ୍ରାହ୍ମଣ ଘର। ଯାଇକି ଭଦ୍ରଲୋକ ପାଖରେ ଛଣ ପକାଲା, ମୁଁ ଅଛି ଏଇଟାକୁ ମୋ ପୁଅ ଆସି ଘର ପାଉନି, ରାତି ହେଇଗଲାଣି, ମୋତେ ଟିକେ ଆପଣଙ୍କ ବେଶ ଭଦ୍ରଲୋକ ଚଣ୍ଡୀ ମଣ୍ଡପର ବାରଣ୍ଡାରେ ଶୋଇଲେ। ରାତିରେ ନିଦ ହଉନି, ପୁଅର ଶରୀର ଅସୁସ୍ଥ ବୋଲି ରାତିରେ ଦେଖିଲେ ଗୋଟେ କ'ଣ ଖଟର ଶବ୍ଦ। ଅନେଇଲେ ସେ ଗୋଟେ ଲୋକ ବ୍ରାହ୍ମଣଙ୍କ ଘରେ ପଶି ଗୋଟେ ଟଙ୍କା ପଇସା ଗୋଟେ ବାକ୍ସ ନେଇଯାଉଛି। ବାକ୍ସ ନେଇକି ଯେମିତି ପଦାକୁ ଆସିଛି, ଏଇ ଯାଇକି ତାକୁ ମାଗିছিল। କାରଣ ସେ ମୋତେ ଆଶ୍ରୟ ଦେଇଛି, ମୁଁ ତା ଘରୁ ଚୋରି ହେଉଛି, ମୁଁ ଦେଖିଛି, ମୁଁ ଅକୃତଜ୍ଞ ହେବି ଯେ ମୁଁ ବ୍ରାହ୍ମଣ। ଯେମିତି ଚୋରକୁ ମାଡ଼ି ବସିଛି, ଚୋର କହୁଛି ଚୋର 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 ଚୋର, ଇଏ ବି କହୁଛି ଚୋର 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 ଚୋର। ଚୋର ସ୍ୱାମୀ ଲଣ୍ଠନ ତଳେକି ଆଣିକି ଦେଖିଲା ବେଳକୁ ମାଡ଼ ବସିଛି। ଆଉ ଚୋର ମାନେ କ'ଣ? ସିଏ ହେଉଛି ନାଇଟ୍ ଡ୍ୟୁଟି କରା ପୋଲିସ, ଏଇ ଥାନାର ଅବଦୁଲ ମିଆଁ। ହଁ, ସେ ଅବଦୁଲ ମିଆଁ ଥାନା, ଏତେ ଲୋକପ୍ରିୟ, ସମସ୍ତେ ତାକୁ ଚିହ୍ନନ୍ତି। ସଚ୍ଚୋଟ ଦାରୋଗା ବୋଲି, ସଚ୍ଚୋଟ କନେଷ୍ଟବଳ ବୋଲି ତାକୁ ସମସ୍ତେ ଜାଣନ୍ତି। କ'ଣ କେସ୍ ଗଲା କୋର୍ଟକୁ, ବିଚାର ଚାଲିଲା। ଇଏ କହୁଛି ଚୋର,
সে কোଉଠି ଯାଇଛ ସଙ୍କଟ କିନ୍ତୁ ପବ୍ଲିକ ସମର୍ଥନ କଲେ କାରଣ ଏଠୁ ଜନପ୍ରିୟ ଯିଏ ଦାୟିକା ଥିବ ମାନେ ସମର୍ଥନ ଥିବ এই যে তোমার বুড়ি জয় গুরু এখনকার মতো এখানেই কর্মসূচি এখানেই ছিল না না কোথায় বিচারটা শুনতে তারপরে কোর্টের পড়লা এই বঙ্কিমচন্দ্র কোর্ট গেটের পর ডেট চালছি বিচার হচ্ছে কিଏ দোষী সাপোর্ট জজ সাহেব অর্ডর দেলে আসন্তকালি কোর্ট ভর্তি লোক অর্ডর হব আজ না কালি অর্ডর হব আজ ঘোষণা করছেন ରାତିରେ ଜଜ୍ ସାହେବ ଖାଲି ଯାଉଛନ୍ତି ଆସୁଛନ୍ତି ଯାଉଛନ୍ତି ଆସୁଛନ୍ତି କିନ୍ତୁ ଏଇ ବ୍ରାହ୍ମଣ ପକ୍ଷରେ କୌଣସି ସାକ୍ଷୀ ନାହିଁ ବ୍ରାହ୍ମଣ ପକ୍ଷରେ କୌଣସି ସାକ୍ଷୀ ନାହିଁ ସମସ୍ତେ ସାକ୍ଷୀ ଆଉ ଗୋଟେ ମନେ ପଡ଼ିଲା ଜଣ ହାତରେ ଟକୁରି ତାକୁ ମୋର କି ଟକୁରି କୋଉଠିକି ପ୍ରେସକାର ଆସିଲା ତା କାନରେ କିଛି କଥା କହିଲେ ତ ଚାଲିଗଲା ସିଏ ବି ଜଣେ ସାଇକି ତେଣୁ ବଙ୍କିମଚନ୍ଦ୍ରଙ୍କର ଚାଲିଗଲା ତା ପରଦିନ ଯେତେବେଳେ କୋର୍ଟ ଆରମ୍ଭ ହେଇଛି ଏଇ ସମୟରେ ଗୋଟେ ପିଅନ ଆସି ଖବର ଦେଲା ସାର୍ ଆପଣଙ୍କୁ ପ୍ରେସକରକୁ ମାରି ଦେଇଛନ୍ତି ଆପଣଙ୍କ ପ୍ରେସକରକୁ ଛୁରୀ ଭିତରେ ମାରି ଦେଇଛନ୍ତି ରକ୍ତ ଢଳା ହେଇଛି ଉପରେ ଧଳା ଲୁଗା ଢଳା ହେଇଛି ବଙ୍କିମ ବାବୁ କହିଲେ କୋର୍ଟ କିଛି ସମୟ ପାଇଁ ସ୍ଥଗିତ ଏଇ ଯେ ମିଆଁ ଆଉ ଏଇ ଯେ ବ୍ରାହ୍ମଣ ଏଇ ଦି ଜଣ କହିଲେ ତୁମେ ଯାଉ ତାକୁ କାନ୍ଧେ କରି କାଢ ଆଉ କେହି ଯିବେନି ଆଉ କେହି ଯିବେନି ତୁମେ ଦି ଜଣ ଯାଇକି ତାକୁ କାନ୍ଧରେ କରି କାଢିବ ଇଏ ଦି ଜଣ ଗଲେ କାନ୍ଧରେ କରି କାଣିଲେ ମିଆଁଟା ଏ ବ୍ରାହ୍ମଣକୁ ଦେଖିଲୁ ପୁଲିସକି ଧରିଲେ ଅବସ୍ଥା କ'ଣ ହୁଏ କହିଲା ଭାଇ ଦେଖ ମୁଁ ବ୍ରାହ୍ମଣ ଜୀବନ ଭର ଅହିଂସା କରିନି ମୋର କ'ଣ କପାଳ ମନ୍ଦ ଯେ ମତେ ଆଜି ଯିବ ଦେଖ ପୁଲିସକି ଧରିଲେ କ'ଣ ହୁଏ ଅବସ୍ଥା ଦେଖ କାହିଁକି ତ ଦୂର ମୁଁ ତ ମୋର ବାକ୍ସ ନେଇଯାଉ ତୁ ତ ତୋର ଶୋଇଥିଲୁ ଶୋଇଥାଉ କାହିଁକି କାହିଁକି ମତେ ଧରିଲୁ ଏଇବାର ପରିଣାମ ହଉଛି ତାପରେ ତ ସବୁ ଆସିକି କୋର୍ଟ ଦପ୍ତରରେ ଓକିଲମାନେ ଚୁକ୍ତି କରନ୍ତି ସେଇଠି ରହିଲା ବଙ୍କିମ ବାବୁ ଠିଆ ହେଇକି ସବୁକୁ ଅନେଇଛନ୍ତି ସବୁ ଶବଟା ଶବଟା ହଲୁଛି ମନୁଷ୍ୟକୃତ ଶବଟା ହଲୁଛି କିଛି ପରେ ଶବ କହିଲା ସାର୍ ଏଇ ମିଆଇ ହଉଛି ଚୋରି କରି ଏଇରୁ ବୁড়ি ବୁড়ি କଥା ଆମ ପାଇଁ ସନ୍ଦେଶ ପଦେ କହିଦିଅନ୍ତୁ ଆମେ ସତ କଥା କହିବେ ସତ୍ୟକୁ ଆଶ୍ରୟ କରିବେ ନିର୍ମାନନ୍ଦ ଭଳିଆ ପରମ ବସ୍ତୁକୁ ଆଶ୍ରୟ କରୁଛୁ আজকে স্টাডি করেছে আর কি মনে